প্রিয় বন্ধুগণ নমস্କାର। ଆଉ ବିଗତ କିଛି ଦିନ ଧରି ସାରା ଓଡ଼ିଶାରେ ଗୋଟିଏ ଚର୍ଚ୍ଚା ଚାଲିଛି। କୋରାପୁଟ ବନ୍ଧୁଗାଁର ଚାରି ପରିବାରଙ୍କୁ ଗାଁର କିଛି ଲୋକ ମିଶି ଆକ୍ରମଣ କଲା ପରେ ସେମାନଙ୍କ ଘରଦ୍ୱାର ଭାଙ୍ଗି ଦିଆଯାଇଛି। ସେମାନେ ବର୍ତ୍ତମାନ ଘର ଛଡ଼ା ହୋଇ ଜଙ୍ଗଲରେ ବସବାସ କରୁଛନ୍ତି। ଆଉ ଏଇ ଘଟଣାଟା ଘଟେ ଜୁନ 9 ତାରିଖ ସନ୍ଧ୍ୟା 7ଟା ବେଳେ ପ୍ରାୟ 40ରୁ 45 ଜଣ ଲୋକ ଗୋଟିଏ ଭିଡ଼ ନେଇ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଆଉ ସେ ଘଟଣାକୁ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେଲା ପରେ ଆମେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ତରଫରୁ ପ୍ରଥମେ ଜିଲ୍ଲା କଲେକ୍ଟରଙ୍କୁ ଜଣେଇଥିଲୁ, ଏସପିଙ୍କ ସାଙ୍ଗରେ ମଧ୍ୟ କଥା ହେଇଥିଲୁ। ତା ପରବର୍ତ୍ତୀ ସମୟରେ ଆମର କୋରାପୁଟ ଖ୍ରୀଷ୍ଟିଆନ ଆଡଭୋକେଟ ଆସୋସିଏସନ ତରଫରୁ ସେମାନେ ଡିଆଇଜି, କଲେକ୍ଟର ଏବଂ ଏସପି ସାଙ୍ଗରେ ମଧ୍ୟ ସାକ୍ଷାତ କଲେ। କରିବା ପରେ ବର୍ତ୍ତମାନ ସେଇ ଘଟଣାକୁ ଆଧାର କରି ପ୍ରାୟ 7 ଜଣଙ୍କୁ ଆରେଷ୍ଟ କରାହେଇଛି ଏବଂ କୋର୍ଟ ଚାଳନ ମଧ୍ୟ କରାହେଇଛି। ଏବଂ এই ବିଷୟ କେବଳ ଗୋଟେ ବିଚ୍ଛିନ୍ନ ଘଟଣା ନୁହେଁ, ଏହିପରି ପ୍ରାୟ ଏଇ କିଛି ଦିନ ମଧ୍ୟରେ 20ଟି ଘଟଣା ଘଟିଛି ଯୋଉଟା କି ଆମର ଦୃଷ୍ଟିଗୋଚରକୁ ଆସିନଥିଲା। ବର୍ତ୍ତମାନ ଆମ ଦୃଷ୍ଟିଗୋଚରକୁ ଆସିଲା ପରେ ୟା ଉପରେ ଯୋଉ ତତ୍ପରତାର ସହିତ କାର୍ଯ୍ୟାନୁଷ୍ଠାନ ହେଇଛି, ମୁଁ ପୋଲିସ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦଉଛି ଯେ ସବୁକୁ ଦୃଷ୍ଟିରେ ରଖି ସେମାନେ ପଦକ୍ଷେପ ନେଇଛନ୍ତି। ଆଜି ଗୋଟିଏ ଶାନ୍ତି କମିଟି ହେବାର ଥିଲା ବନ୍ଧୁଗାଁରେ, କିନ୍ତୁ ସେଇ ଶାନ୍ତି କମିଟିକୁ ଆମର ଖ୍ରୀଷ୍ଟିଆନ ପକ୍ଷରୁ କେହି ଯାଇନଥିଲେ। ଆଉ ଅନ୍ୟ ପକ୍ଷରୁ ଆସି ଅନେକ ଲୋକ 3 ଘଣ୍ଟା କାଳ ଅପେକ୍ଷା କରିଥିଲେ ବୋଲିବାଟା ଶୁଣିବାକୁ ମିଳୁଛି। ଆଶା କରାଯାଉଛି ଏହାର ଗୋଟେ ଚିର ଏବଂ ସମାଧାନ ପାଇଁ ଆଗାମୀ ଦିନରେ ଏପରି ପରିସ୍ଥିତି ଯେପରି ନ ହୁଏ ସେଇଥିପାଇଁ ଗୋଟେ ବ୍ୟବସ୍ଥା କରିବା ନିହାତି ଦରକାର। ଆଉ ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ଏଇ ଅବିଭକ୍ତ କୋରାପୁଟରେ ନିରନ୍ତର ଖ୍ରୀଷ୍ଟିଆନ ମାନଙ୍କ ଉପରେ ଆକ୍ରମଣ ହେଉଛି। ଏହା ଅତି ଦୁଃଖଦାୟକ ଏବଂ ମାନେ କହିବାକୁ ଗଲେ ଅତ୍ୟନ୍ତ ବେଦନାଦାୟକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ସମାଧାନ ଆମେ ନିହାତି ଚାହୁଁଛୁ ଏବଂ ନିଶ୍ଚୟ ସରକାର ଆ ପ୍ରତି ଦୃଷ୍ଟି ଦେବେ ଏବଂ ଆଶା କରୁଛି ପୁଣି ଥରେ ଆଗାମୀ ଦିନରେ ଉଭୟ ପକ୍ଷ ଗ୍ରାମ ଲୋକ ମିଶି ସେମାନେ ଶାନ୍ତି କମିଟି କରି ଏହାର ଗୋଟେ ସମାଧାନର ରାସ୍ତା ସେମାନେ ଖୋଲିବେ। କାରଣ ସେମାନେ ନିଜ ଗାଁରେ ନିଜ ବସ୍ତିରେ ଏକତ୍ର ମିଳାମିଶା ହୋଇ ରହୁଛନ୍ତି, ଏକ ଆରକକୁ ପ୍ରେମ ଏବଂ ସେମାନଙ୍କର ସୁଖ ଦୁଃଖର ସଙ୍ଗୀ ସେମାନେ। ଏଇଟା ସେମାନେ ଆଗାମୀ ଦିନ ନିଶ୍ଚୟ କରିବେ ବୋଲି ଆଶା କରୁଛୁ। ଆଜି ହୁଏତ ଶାନ୍ତି କମିଟି ହେଇନି, କିନ୍ତୁ ଆଗାମୀ ଦିନରେ ହେଲେ ବିଷୟଟି ସମାଧାନ ହେବ ବୋଲି ଆମେ ଆଶା କରୁ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ତ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, କିଛି ଦିନ ପୂର୍ବରୁ ଜଣେ ଭାଇ ମୋତେ କମେଣ୍ଟ କଲେ ଯେ ଭାଇ ତୁମେ ମୁହଁ ଲୁଚେଇକି ତୁମେ କାହିଁକି ଭିଡ଼ିଓ କରୁଛ, ମାନେ ବିନା ଫେସ୍ ବାଲା। ମୁଁ ତାଙ୍କୁ ଜବାବ ଦେଇଥିଲି ଠିକ୍ ଅଛି, ଆଗାମୀ ଦିନମାନଙ୍କରେ ଫେସ୍ ବାଲା ଭିଡ଼ିଓ ମୁଁ ଆପଣଙ୍କ ନିମନ୍ତେ ମୁଁ ନେଇକି ଆସିବି। କିନ୍ତୁ ସମୟ ଅଭାବରୁ ଆଉ ମୁଁ ଫେସ୍ ବାଲା ଭିଡ଼ିଓ ମୁଁ ବନେଇ ପାରୁନଥିଲି। ବହୁତ ଦିନ ପୂର୍ବରୁ ମୁଁ ବନେଇଥିଲି। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ତ ଠିକ୍ ଅଛି, ଆମେମାନେ ଆଜିର ଟପିକ୍କୁ ଆମେମାନେ ଆଲୋଚନା କରିବା। ଆପଣମାନେ ଜାଣିଥିବେ କିଛି ଦିନ ତଳେ କୋରାପୁଟରେ ଗୋଟେ ଦଙ୍ଗା ହେଇଥିଲା। ଦଙ୍ଗା ତ କୁହାଯିବନି, ସେଠି ଏକ ମାନେ ବହୁତ ବଡ଼ ତାଡ଼ନା ହେଇଥିଲା।
ଯେଉଁଠି ଚାରୋଟି ପରିବାରକୁ ସେମାନଙ୍କୁ ମାଡ଼ ମରାଯାଇଥିଲା ଆଉ ମାରିବା ସହିତ ତାଙ୍କର ଘରକୁ ଭାଙ୍ଗି ଦିଆଗଲା, ତାଙ୍କୁ ଗାଁରୁ ବାହାର କରିଦିଆଗଲା। ସେମାନେ ଜଙ୍ଗଲ ଭିତରେ ଯାଇକି ରହିଲେ। କେବଳ ସେତିକି ନୁହେଁ, ଜଙ୍ଗଲ ଭିତରେ ସେମାନେ ଗୋଟେ କୁଡ଼ିଆ କରିକି ସେମାନେ ରହିଲେ। କିନ୍ତୁ ଏଇ ଯେଉଁ ଖ୍ରୀଷ୍ଟିଆନ ବିରୋଧୀମାନେ ଖବର ପାଇକି ସେଠାକୁ ବି ଗଲେ। ସେଠି ବି ସେମାନେ କ'ଣ କଲେ, ତାଙ୍କର ସେ କୁଡ଼ିଆକୁ ସେମାନେ ଭାଙ୍ଗିଦେଲେ। ଏମାନଙ୍କର ମାନସିକ ଚିନ୍ତାଧାରାକୁ ଟିକେ ଲକ୍ଷ୍ୟ କରନ୍ତୁ, ଯେମାନେ ଏମିତି କଲେ। ଆଉ ଏମାନେ ଭାବୁଥିଲେ ଯେ ଆମେ ମନ ଇଚ୍ଛା ଆମେ ଯାହା କରିବୁ, କେହି ମୋତେ କିଛି କହିବେ ନାହିଁ, କାରଣ ଆମେ ହେଉଛୁ ବଳବାନ। ଆମର ଲୋକମାନଙ୍କ ସଂଖ୍ୟା ହେଉଛି ଅଧିକ, ଆମ ହିନ୍ଦୁ ଲୋକମାନଙ୍କ ସଂଖ୍ୟା ଅଧିକ। ଏ 4ଟା ପରିବାର ଆମର କ'ଣ କରିବେ? ଚାଲ ଏଇ ଖ୍ରୀଷ୍ଟିଆନମାନଙ୍କୁ ପିଟି ମାରିକି ଏମାନଙ୍କୁ ବାର୍କେଇ ଦେଉ, ତାଙ୍କ ଘର ସବୁ ଭାଙ୍ଗି ଦେଉ। କିନ୍ତୁ ଏହା ପରେ ଯେ ଆଇନ ଏମାନଙ୍କର କ'ଣ ଅବସ୍ଥା କରିବ, এইটা ସେମାନଙ୍କୁ ବିଲକୁଲ ବି ଜଣା ନଥିଲା। ମାନେ ଦେଶର ଆଇନ କାନୁନ କ'ଣ ରହିଛି, ମାନେ ଆଇନ କାନୁନ ଅନୁସାରେ ଦେଶ କେମିତି ଚାଲିଛି, ସେଇଟା ଏମାନଙ୍କୁ ବିଲକୁଲ ବି ଜଣା ନାହିଁ। ହଁ, ଆମେ ପିଟି ଦେବୁ, ମାରିଦେବୁ, ଆମେ ଘଉଡ଼େଇ ଦେବୁ, ଏମାନଙ୍କୁ ଆମେ ଗାଁରେ ରହିବାକୁ ଦେବୁ ନାହିଁ, ଗାଁରୁ ବାଛନ୍ଦ କରିଦେବୁ। ମାନେ ଅନେକ ପ୍ରକାର ଚିନ୍ତାଧାରା ରଖିକି ଏମାନେ ଏତେ ବଡ଼ କାଣ୍ଡ କାରନାମା ଏମାନେ କଲେ। କିନ୍ତୁ ଆପଣ ଜାଣିଛନ୍ତି ଯେ ସୋସିଆଲ ମିଡ଼ିଆର ପାୱାର କେତେ। ଆଉ ସେତେବେଳେ ଅନେକ ଖ୍ରୀଷ୍ଟିଆନ ଭାଇମାନେ ଆମର ଓଡ଼ିଶାରୁ ସେମାନେ ଭିଡ଼ିଓ ତିଆରି କଲେ। ଆଉ ଜଣେ ଭାଇ ସ୍ୱତନ୍ତ୍ର ସେ ଜାଗାକୁ ଯାଇକି ଭିଡ଼ିଓ ତିଆରି କରିକି ଆଉ ସେ ଇଣ୍ଟରନେଟ୍ରେ ଛାଡ଼ିଲେ। ଆଉ ସେ ଭାଇଙ୍କୁ ବି ମୁଁ ଧନ୍ୟବାଦ ଦିଏ, ଯେହେତୁ ଆପଣଙ୍କ ପାଇଁ ବୋଲି ଆମେ ସେ ଭିଡ଼ିଓ ଆମେ ପାଇଲୁ। ଆମେ ପୁଣି ସେ ଭିଡ଼ିଓକୁ ଏଡ଼ିଟ୍ କରିକି ମାନେ ଆମ ହିସାବରେ ଆମେ ଚ୍ୟାନେଲରେ ଅପଲୋଡ଼ କଲୁ। ମୁଁ ମୋ ବିଷୟରେ ମୁଁ କହିବି ଯେ ମୁଁ ପ୍ରଶାସନକୁ ମୁଁ ରିକ୍ୱେଷ୍ଟ କରିଥିଲି ଯେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ କୋରାପୁଟରେ ବହୁତ ଅସୁବିଧାରେ ଅଛନ୍ତି। ସେମାନଙ୍କ ଘର ଭାଙ୍ଗି ଦିଆଯାଇଛି, ଆଉ ସେମାନଙ୍କୁ ଗାଁରୁ ବାହାର କରିଦିଆଯାଇଛି। ସେମାନେ ବର୍ତ୍ତମାନ ଜଙ୍ଗଲରେ ଅଛନ୍ତି, ଆଉ ତାଙ୍କର ଯେଉଁ କୁଡ଼ିଆ ଥିଲା ତାକୁ ମଧ୍ୟ ସେମାନେ ଭାଙ୍ଗିଦେଲେ। ଆଉ ମୁଁ ପ୍ରଶାସନକୁ ମୁଁ ରିକ୍ୱେଷ୍ଟ କରିଥିଲି ଯେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ। ଆଉ ପ୍ରକୃତରେ ମୋର ସେ ଅନୁରୋଧ ରକ୍ଷା କରିକି ପ୍ରଶାସନ ଏ କାମ କରିছে ନା ମୁଁ କହିପାରିବି ନାହିଁ, କିନ୍ତୁ ପ୍ରଶାସନ ଯାହା ବି କରିଛି ମୁଁ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦିଏ। ଆମର ଓଡ଼ିଶାର ପୋଲିସ ଡିପାର୍ଟମେଣ୍ଟକୁ ମୁଁ ଧନ୍ୟବାଦ ଦେଉଛି। ତା ସହିତ ବିଶେଷ କରି କୋରାପୁଟରେ ଥିବା ପୋଲିସ ଡିପାର୍ଟମେଣ୍ଟକୁ ମୋ ହୃଦୟର ସହିତ ମୁଁ ଧନ୍ୟବାଦ ଦେଉଛି। ଯାହା ହେଉ ସେମାନେ ନ୍ୟାୟ ପ୍ରଦାନ କଲେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ, ଯେଉଁମାନେ କି ତାଡ଼ନା ପ୍ରାପ୍ତ ହୋଇଥିଲେ, ଯେଉଁମାନେ କି ନିଜ ଗାଁ ଛାଡ଼ିକି ଜଙ୍ଗଲରେ ରହିବା ନିମନ୍ତେ ସେମାନେ ବାଧ୍ୟ ହୋଇଥିଲେ। ସେଥିରେ ମଧ୍ୟ ପ୍ରଶାସନକୁ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଗୋଟେ ବିଷୟ ମୁଁ ଅନୁରୋଧ କରିଥିଲି ଯେ ଯେଉଁ ଭାଇ ଭଉଣୀମାନେ ତୁମେମାନେ ତାଡ଼ନା ପ୍ରାପ୍ତ, ଯେଉଁମାନଙ୍କର ଘର ଭାଙ୍ଗି ଦିଆଯାଇଛି, ମୁଁ ସେଇ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ମଧ୍ୟ ନିବେଦନ କରିଥିଲି ଆପଣ ଅତି ଶୀଘ୍ର ପ୍ରଶାସନର ଆପଣ ଆଶ୍ରୟ ନିଅନ୍ତୁ। ସେମାନେ ହୁଏତ ମୋ ଭିଡ଼ିଓ ଦେଖିଥିବେ କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ଯାହା ବି ହେଉ ସେମାନେ ମୋ ଭିଡ଼ିଓ ଦେଖନ୍ତୁ କି ନ ଦେଖନ୍ତୁ, କିନ୍ତୁ ସେମାନେ ଯାଇକି ପ୍ରଶାସନର ସେମାନେ ସାହାଯ୍ୟ ନେଲେ। ଆଉ ଯାହାଫଳରେ ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ କ'ଣ କଲେ, 7 ଜଣ ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ପୁଲିସ ଆରେଷ୍ଟ କଲା। ଆରେଷ୍ଟ କରିକି ବର୍ତ୍ତମାନ ଜେଲକୁ ନେଇଛି। ତେବେ এইটা ହେଉଛି ଆମମାନଙ୍କ ନିମନ୍ତେ ଗୋଟେ ପ୍ଲସ୍ ପଏଣ୍ଟ, ବିଶେଷ କରି କୋରାପୁଟ ଜିଲ୍ଲାର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ନିମନ୍ତେ ଏକ ପ୍ଲସ୍ ପଏଣ୍ଟ। କାହିଁକି ପ୍ଲସ୍ ପଏଣ୍ଟ? କାରଣ ଯେଉଁ ଜାଗାରେ ଏଇ ତାଡ଼ନା ଘଟିଛି ତା ଆଖପାଖର ଯଦି ଆଉ ବି କିଛି ଖ୍ରୀଷ୍ଟିଆନ ବିରୋଧୀମାନେ ଥିବେ, ସେମାନେ ପୁରା ସତର୍କ ହୋଇଯାଇଥିବେ। ଆଉ ସେମାନେ ସତର୍କ ହୋଇଯାଇଥିବେ କାରଣ ଏତେ ବଡ଼ ଘଟଣା ସବୁ ଘଟିଗଲା, ପୁଲିସ ସେମାନଙ୍କୁ ଆରେଷ୍ଟ କଲା। ନିହାତି ଭାବରେ ସେମାନେ ଜାଣିସାରିଥିବେ ଯେ ଆଇନକୁ ହାତକୁ ନେଲେ କ'ଣ ହୁଏ। ଯଦି ତୁମେ ଭାବୁଛ ଯେ ଧର୍ମ ପରିବର୍ତ୍ତନ ଏଇଠି ହେଉଛି, ତେବେ ତୁମର ପୁଲିସକୁ ଜଣାଇବାର ଥିଲା, ଥାନାରେ ଜଣାଇବାର ଥିଲା, ପ୍ରଶାସନର ଆଶ୍ରୟ ନେବାର ଥିଲା। କିନ୍ତୁ ସେଇ ସମସ୍ତ ବିଷୟ କିଛି ନ କରିକି ତୁମେ ଡାଇରେକ୍ଟ ମାନେ ଆଇନକୁ ଯଦି ହାତକୁ ନେବ, ତେବେ ପୁଲିସ ତୁମକୁ ଆରେଷ୍ଟ କରିବ ନାହିଁ କି? ତେବେ ଅନେକ ଖ୍ରୀଷ୍ଟ ବିରୋଧୀମାନେ ସେମାନେ ନିହାତି ଭାବରେ ସେମାନେ ପାନେ ପାଇଯାଇଥିବେ।
ବର୍ତ୍ତମାନ ଖ୍ରୀଷ୍ଟିଆନ ବିରୋଧୀ ମାନେ ସେ ଅଞ୍ଚଳର ହଉ କି ବାହାରେ ହଉ ତାରନା କରିବା ଆଗରୁ ମାନେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କର ଘର ଭାଙ୍ଗିବା ଆଗରୁ 10 ଥର ସେମାନେ ଚିନ୍ତା କରିବେ ଯେ ଆମେ ମାନେ ଖ୍ରୀଷ୍ଟିଆନ ମାନଙ୍କ ଘର ଭାଙ୍ଗିବୁ ନା ନାହିଁ, ଆମେ ତାରନା କରିବୁ ନା ନାହିଁ। ସେମାନେ 10 ଥର ସେମାନେ ଚିନ୍ତା କରିବେ। ନିଶ୍ଚିତ ଭାବରେ ଯାହା ହଉ ମୁଁ ବହୁତ ଖୁସି, ଯାହା ହଉ ପ୍ରଶାସନ ତାର କାମ କଲା ଆଉ ନ୍ୟାୟ ପ୍ରଦାନ କଲା ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ, ଯେଉଁଟା ମୁଁ ଚାହୁଁଥିଲି, ଯେଉଁଟା ଆମର ସମ୍ପୂର୍ଣ୍ଣ ଖ୍ରୀଷ୍ଟୀୟ ସମାଜ ସେମାନେ ଚାହୁଁଥିଲେ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର। ଆଜି ପାଇଁ ଏତିକି, ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓର ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।